ମିକି ଓ ତାର ଦୁଇଟି ଛୁଆ ଗୋଟିଏ ଛୋଟ ଭଙ୍ଗା ଘରେ ରହୁଥିଲେ। ତାଙ୍କ ଘରେ କିଛି ଖାଇବା ପାଇଁ ଖାଦ୍ୟ ନଥିଲା। ମିକିର ଛୁଆମାନେ ମିକିକୁ ଖାଇବା ପାଇଁ ମାଗିଲେ। ମା, ଆମକୁ ଖାଇବାକୁ ଦିଅ, ଆମକୁ ବହୁତ ଜୋରରେ ଭୋକ ଲାଗିଲାଣି। ଆରେ ପିଲାମାନେ, ଘରେ ତ କିଛି ଖାଦ୍ୟ ନାହିଁ। ତୁମମାନଙ୍କ ଦେହ ଖରାପ ଥିଲା ବୋଲି ତୁମମାନଙ୍କୁ ଛାଡ଼ି ମୁଁ ଖାଦ୍ୟ ଖୋଜିବାକୁ ଯାଇନାହିଁ। ହଉ, ମୁଁ ଏବେ ଯାଉଛି ତୁମମାନଙ୍କ ପାଇଁ କିଛି ଖାଦ୍ୟ ଖୋଜିକି ଆଣିବି। ମିକି ତାର ପିଲାମାନଙ୍କୁ ଏମିତି କହି ଜଙ୍ଗଲକୁ ଖାଦ୍ୟ ଖୋଜିବା ପାଇଁ ଗଲା। ହେଲେ ସେ ଅଜାଣତରେ ଗୋଟିଏ ଦୁଷ୍ଟ ଶିକାରୀର ଜାଲରେ ପଡ଼ିଗଲା। ହେ ଭଗବାନ, ମୋତେ କାହିଁକି ଏତେ ଦୁଃଖ ଦଉଛ? ତେଣେ ମୋ ଛୁଆମାନେ ଭୋକରେ ମୁଁ ଆସିବା ବାଟକୁ ଚାହିଁ ବସିଥିବେ, ହେଲେ ମୁଁ ଏଠି ଜାଲରେ ଫସି ଯାଇଛି। ମିକି ସେ ଜାଲରୁ କଷ୍ଟେ ମଷ୍ଟେ ବାହାରି ଆସିଲା। ହେଲେ ତାର ଡେଣା ଗୋଡ଼ କଟି ଯାଇଥିଲା। ତାପରେ ସେ କିଛି ଖାଦ୍ୟ ଖୋଜି ତା ଛୁଆମାନଙ୍କ ପାଖକୁ ନେଇକି ଆସିଲା। ତାପରେ ମିକିକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତାର ଛୁଆମାନେ ତାଙ୍କୁ ପଚାରିଲେ, ମା, ଏସବୁ ତମର କେମିତି ହେଲା? ତମ ଡେଣା ଗୋଡ଼ କଟିଯାଇ ଦେଖୁ ବହୁତ ରକ୍ତ ବାହାରୁଛି। ମା ଲୋ, ମୁଁ ତୁମମାନଙ୍କ ପାଇଁ ଖାଦ୍ୟ ଖୋଜୁଥିବା ବେଳେ ଏକ ଶିକାରୀର ଜାଲରେ ଛନ୍ଦି ହୋଇ ପଡ଼ିଗଲି। ତାପରେ ବହୁତ ଚେଷ୍ଟା କରି ସେ ଶିକାରୀର ଜାଲରୁ ମୁଁ ମୁକ୍ତି ପାଇଲି। ମିକି ତାର ଛୁଆମାନଙ୍କୁ ସମସ୍ତ ଘଟଣା ଏମିତି ଗୋଟି ଗୋଟି କରି କହିଲା। ତାପରେ ତା ପରଦିନ ମାଣବସା ଗୁରୁବାର ପଡ଼ିଲା। ଗୋଡ଼ ଡେଣା କଟି ଯାଇଥିବାରୁ ତାଙ୍କୁ ଘରଦ୍ୱାର ସଫା କରିବାରେ ବହୁତ କଷ୍ଟ ହେଉଥିଲା। ହେଲେ ବି ସେ ସବୁ କାମ ଭକ୍ତିର ସହିତ କରୁଥିଲା। ମୋ ଗୋଡ଼ ଡେଣା କଟି ଯାଇଥିବାରୁ ମୋତେ ବହୁତ କଷ୍ଟ ହେଉଛି। ହେଲେ ଆଜି ମା ଲକ୍ଷ୍ମୀଙ୍କ ମାଣବସା, ମୁଁ ପୂଜା ନ କରି କେମିତି ଶୋଇ ରହିବି? ତାପରେ ମିକି ଘରଦ୍ୱାର ସଫା କରି ଗାଧୋଇକି ଆସି ଝୋଟି ଦେଇ ମା ଲକ୍ଷ୍ମୀଙ୍କ ନାମ ଧରି ଭକ୍ତିର ସହିତ ପୂଜାର୍ଚ୍ଚନା କଲା। ମିକି ଭକ୍ତିର ସହିତ ପୂଜା କରୁଥିବା ଦେଖି ମା ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ତାଙ୍କୁ ଆଶୀର୍ବାଦ କଲେ। ତାପରେ ମିକିର ଡେଣା ଗୋଡ଼ କଟି ଯାଇଥିବା କ୍ଷତ ଜାଗା ସବୁ ଭଲ ହୋଇଗଲା। ଆରେ, ମୋ କ୍ଷତ ଜାଗା ସବୁ ଭଲ ହେଇଗଲା, ଆଉ ମୋ ଭଙ୍ଗା ଘର ମଧ୍ୟ ବଡ଼ ଘର ହୋଇଗଲା। ଏସବୁ ମା ମହାଲକ୍ଷ୍ମୀଙ୍କ ଆଶୀର୍ବାଦ। ହେ ମା କରୁଣାମୟୀ, ତୋ ଆଶୀର୍ବାଦ ଏମିତି ସବୁବେଳେ ଏ ଅଭାଗିନୀ ଉପରେ ରହୁ। ଏମିତି କହି ମିକି ପ୍ରତ୍ୟେକ ବର୍ଷ ମାର୍ଗଶିର ମାସ ଗୁରୁବାରରେ ମାଣବସା ଓଷା ପାଳନ କରେ।